କୌଣସି ଓଷା ବ୍ରତ ହେଲେ ଆମ ଓଡ଼ିଆ ଘରେ କିଚେନରେ ପିଆଜ ରସୁଣର କୌଣସି ବ୍ୟବହାର ହୁଏ ନାହିଁ। ଆଉ ସେତେବେଳେ ଆମକୁ ଚିନ୍ତା ପଡ଼ିଯାଏ ଯେ କ'ଣ କରିବା ଯାହାକି ପିଲାଠୁ ନେଇ ବଡ଼ମାନ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ଲାଗିବ ଆଉ ସେମାନେ ଖାଇପାରିବେ। ତ ସେଥିପାଇଁ ଆମେ ପୁରୀ ଆଉ ଡାଲମା ବନେଇ ଦେଉ। ତ ଆଜି ସେଇ ନର୍ମାଲ ପୁରୀ ନ ବନେଇକି ଆଜି ଆମେ ବନେଇବା ଆଳୁର ପୁରୀ ଆଉ ବିନା ପିଆଜ ରସୁଣର ଚଣା ମସଲା ତରକାରୀ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ସେଇ ଆଳୁ ପୁରୀର ରେସିପି କରିବା। ତ ପ୍ରଥମେ ଏଠି ମୁଁ ଆଳୁ ପୁରୀର ବନେଇବା ପାଇଁ ବୋଲି ନେଇଛି 6-7ଟି ସିଝା ଆଳୁ, ଛୋଟ ବଡ଼ ମିଶେଇକି ଆପଣ ବଡ଼ ହେଲେ 4ଟା ଆଳୁ ନେଇପାରିବେ। ଆଳୁକୁ ଭଲ ଭାବରେ ଗ୍ରେଟ୍ କରିଦେବା ଯେମିତିକି ସେଥିରେ କିଛି ଗୁଟଲି ରହିବନି। ତାପରେ ସେଥିରେ 1/2 ଚାମଚ ହଳଦୀ ପାଉଡ଼ର, 1/2 ଚାମଚ ଚିଲି ପାଉଡ଼ର, 1 ଚାମଚ ସଲ୍ଟ ଆଉ 1/2 ଚାମଚ ଆମଚୁର ପାଉଡ଼ର ଦେବା। ଯଦି ଆମଚୁର ପାଉଡ଼ର ନାହିଁ ତାହେଲେ ତା ବଦଳରେ ଆପଣ ଚାଟ୍ ମସଲା ମଧ୍ୟ ୟୁଜ୍ କରିପାରିବେ। ତ ସବୁକୁ ଦେଇକି ଭଲ ଭାବରେ ଆମେ ଚାମଚରେ ତାକୁ ଗୋଳେଇ ଦେବା। ଯଦି ସେଥିରେ କିଛି ଛୋଟ ଗୁଟଲି ବା ଖଣ୍ଡ ଥାଏ ସେଟା ଯେମିତି ମିଶିଯିବ। ଏବେ ସେଥିରେ ଆମେ 2 ଚାମଚ ତେଲ ଦେବା। 2 ଚାମଚ ତେଲ ଦେଲେ କ'ଣ ହେବ, ଯେତେବେଳେ ଆମେ ତାକୁ ଚକଟିବା ସେତେବେଳେ ହାତରେ ଆଉ ଆମ ଆଳୁଟା ଲାଗିବ ନାହିଁ। ତ ସବୁକୁ ମିଶାଇ ସାରିଲା ପରେ ସେଥିରେ ଆମେ ଦେବା ଅଟା। ଏଠି ମୁଁ 1/2 କପ୍ ମଇଦା ଆଉ 1.5 କପ୍ ଅଟା ନେଇଛି। 1.5 କପ୍ ଅଟାରୁ ପ୍ରଥମେ ଆଗ 1 କପ୍ ଅଟା ମିଶାଇ ଦେବା। ତାପରେ ଆମେ ଆଳୁକୁ ଅଟାକୁ ଭଲ ଭାବରେ ମିକ୍ସ କରିବା। ତାପରେ ଅଳ୍ପ ଅଳ୍ପ କରିକି ଆଉ ବାକି ଅଧା ଅଟାକୁ ଆମେ ମିଶାଇବା, କାରଣ ବିନା ପାଣିରେ ଆମେ ଆକୁ ଚକଟିବା, କାରଣ ଆଳୁ ସିଝା ଆଳୁରେ ଅଲରେଡ଼ି ପାଣି ଥାଏ ଆଉ ସେଥିପାଇଁ ଆମକୁ ଏଠି ପାଣି ଦରକାର ପଡ଼ିବନି। ତ ବାକି ଅଧା ଅଟାକୁ ଆମେ ଅଳ୍ପ ଅଳ୍ପ ଦେଇକି ଅଟା ଭଲ ଭାବରେ ଆମେ ଆଳୁ ଆଉ ଅଟାକୁ ଭଲ ଭାବରେ ଚକଟିକି ରଖିଦେବା। 5-7 ମିନିଟ୍ ତାକୁ ଘୋଡ଼େଇକି ରଖିଦେବା। ତାପରେ ଆମେ ପୁରୀ ବେଲିବା। ଅଟାରେ ପ୍ରଥମେ ଆଗ ଟିକେ ଅଏଲ୍ ଲଗେଇଦେବା। ଲଗେଇ ସାରିଲା ପରେ ତାପରେ ଆମେ ପୁରୀ ବେଲି ନେବା। ଯଦି ଆପଣ ପୁରୀ ବେଲି ପାରୁଛନ୍ତି ତାହେଲେ ଗୋଟି ଗୋଟିକି ବେଲି ପାରିବେ, ନହେଲେ ଗୋଟେ ବଡ଼ ସାଇଜ୍ର ଅଟାକୁ କାଟି ନିଅନ୍ତୁ ଗୋଲାକୁ, ଆଉ ତାକୁ ଗୋଟେ ବଡ଼ ରୁଟି ବେଲି ସାରିଲା ପରେ ଏମିତି ଛୋଟ ଛୋଟ ଗିନାରେ ଦେଲେ ସବୁ ପୁରୀ ଗୁଡ଼ାକର ଆମର ଆକାର ସମାନ ରହିବ ଆଉ ସର୍କଲ ଆକାରରେ ରହିବ। ତାପରେ ସବୁ ପୁରୀ ଗୁଡ଼ାକ ବେଲି ସାରିଲା ପରେ ଆମେ ତାକୁ ଏକଦମ ଗରମ ଅଏଲ୍ରେ ଛାଣି ନେବା। ତ ଫ୍ରେଣ୍ଡସ୍, ଆକୁ ଆପଣମାନେ ପିଲାମାନଙ୍କୁ ଅନ୍ୟ ଦିନେ ମଧ୍ୟ ବନେଇକି ଟିଫିନ୍ରେ ମଧ୍ୟ ଦେଇପାରିବେ ଆଉ ବ୍ରେକଫାଷ୍ଟରେ ମଧ୍ୟ ଖାଇପାରିବେ। ବହୁତ ସିମ୍ପଲ୍ ଆଉ ବହୁତ ଟେଷ୍ଟି। ତ ଏଠି ମୁଁ ଗୋଟେ ଟିପ୍ସ କହୁଛି, ଯଦି ଆପଣ ସିଝା ଆଳୁରେ କୌଣସି ରେସିପି କରିବାକୁ ଯାଉଛନ୍ତି ଆଉ ଆଳୁକୁ ସିଝାଉଛନ୍ତି, ତେବେ ସିଝାଇଲା ବେଳେ ଆଳୁରେ 1 ଚାମଚ ଲୁଣ ପକାଇଦେବେ ଆଉ ସିଝି ସାରିଲା ପରେ ଆଳୁକୁ ତୁରନ୍ତ ପାଣିରୁ କାଢ଼ିଦେଲେ ଆମ ଆଳୁ ଆଉ ଗିଲା ହୁଏନି। ଏବେ ଆମର ଆଳୁ ପୁରୀ ହେଇଗଲା ପରେ ଆମେ ତରକାରୀ ବନେଇବା। ସେଥିପାଇଁ ଏଠି ମୁଁ 1 କପ୍ ବୁଟ ଡାଲିକୁ ଭଲ ଭାବରେ ତିନ୍ତେଇ ଦେଇଛି। 1 ଛୋଟ ଅମୃତଭଣ୍ଡା, କଖାରୁ ଆଉ ଆଳୁ ଆଉ 1 ଟମାଟୋକୁ କାଟିକି ଛୋଟ ଛୋଟ କରିକି ନେଇଛି। ମସଲାରେ 1 ଚାମଚ ଧନିଆ ଗୁଣ୍ଡ, 1 ଚାମଚ ଜିରା ଗୁଣ୍ଡ, 1/2 ଚାମଚ ଗରମ ମସଲା, 1/2 ଚାମଚ ହଳଦୀ ଗୁଣ୍ଡ ଆଉ 1/2 ଚାମଚ ରେଡ୍ ଚିଲି ପାଉଡ଼ର, 1 ଚାମଚ ଗୋଟା ଜିରା, ଖଣ୍ଡେ ବଡ଼ ଅଦାକୁ କୋରିକି ନେବା, 2ଟା କଞ୍ଚା ଲଙ୍କା, 1 ତେଜପତ୍ର। ପ୍ରଥମେ ଜିରାକୁ, ଯେହେତୁ ଆମେ ପ୍ରେସର କୁକରରେ କରିବା ସେଥିପାଇଁ ପ୍ରେସର କୁକରରେ 2 ଚାମଚ ତେଲ ଦେବା। ସେଥିରେ ଜିରା ପକାଇବା। ଜିରା ଫୁଟି ଉଠିଲେ ସେଥିରେ ତେଜପତ୍ର ପକାଇକି ଆଳୁ ଆଉ ଅମୃତଭଣ୍ଡାକୁ 1 ମିନିଟ୍ ପର୍ଯ୍ୟନ୍ତ ଭାଜି ନେବା। 1 ମିନିଟ୍ ଭାଜି ହେଇସାରିଲା ପରେ ସେଥିରେ କଖାରୁ ମିଶାଇବା, କାରଣ ଅମୃତଭଣ୍ଡା ଆଉ ଆଳୁ ଟିକେ ନରମ ହେବା ପାଇଁ ଟିକେ ସମୟ ନୁହେଁ, କିନ୍ତୁ କଖାରୁ ଖୁବ୍ ଶୀଘ୍ର ନରମ ହେଇଯାଏ। ସେଥିପାଇଁ କଖାରୁକୁ ପଛରେ ପକାଇକି 1 ମିନିଟ୍ ଭାଜିବା। ସେଥିରେ ସବୁ ପ୍ରକାର ମସଲା ଯେଉଁ ରଖିଥିଲେ ତାକୁ ଦେଇଦେବା। ଏବେ କଞ୍ଚା ଲଙ୍କା ଆଉ ଅଦାକୁ କୋରିକି ଆମେ ପକାଇଦେବା। ସବୁ ପକାଇ ସାରିଲା ପରେ ଆଉ 1 ମିନିଟ୍ ଆମେ ମସଲା ସାଙ୍ଗରେ ପରିବାକୁ ଭଲ ଭାବରେ ଟିକେ କଷିବା। କଷି ସାରିଲା ପରେ ଯେଉଁ ବୁଟ ଡାଲି ଆମେ ତିନ୍ତେଇନା ରଖିଥିଲେ ତାକୁ ଦେଇଦେବା। ଆଉ ବୁଟ ଡାଲିରେ ସେ ଯେଉଁ ପାଣି ଆମେ ତିନ୍ତେଇଲା ବେଳେ ଯେଉଁ ପାଣି ରଖିଲେ ତାକୁ ନ ଫୋପାଡ଼ିକି ଏଇଥିରେ ହିଁ ୟୁଜ୍ କରିବା। ବୁଟ ଡାଲିର ପାଣି ଶୁଖିଗଲା ପରେ ଆମେ ଏଥିରେ ଟମାଟୋ ଆଉ ଲୁଣ ପକାଇବା। ବହୁତ ଲୋକ ଅଛନ୍ତି ଯେଉଁମାନେ ଟମାଟୋ ଖାଆନ୍ତିନି ପୂଜା ପାର୍ବଣରେ, ତାହେଲେ ଆପଣ ଯଦି ନ ଖାଉଛନ୍ତି ତାହେଲେ ଟମାଟୋକୁ ସ୍କିପ୍ କରିବେ। ଟମାଟୋ ପକାଇକି ଲୁଣ ପକାଇ ସାରିଲା ପରେ ଏଥିରେ ଆମେ ଗରମ ପାଣି ଦେବା। ସବୁବେଳେ ଡାଲିରେ ବସାଇଲା ବେଳେ ଆପଣ ଗରମ ପାଣି ଦେବେ, କେବେ ବି ଥଣ୍ଡା ପାଣି ଦେବେ ନାହିଁ। ଫୁଟି ଉଠିଲା ପରେ ପ୍ରେସର କୁକର ଢାଙ୍କଣା ଲଗାଇକି 3ଟା ସିଟି ଆମେ ଦେବା। ଯଦି ଆପଣଙ୍କ ବୁଟ ଡାଲି ଭଲ ଭାବରେ ମିଶି ଯାଇଛି
ହେଲେ 3ଟା ସିଟିରେ ଡାଲି ଭଲ ଭାବରେ ସିଝିଯିବ। ଦେଖନ୍ତୁ ଡାଲି ପୁରା ସିଝି ଯାଇଛି, କିନ୍ତୁ ପରିବା ଟିକେ ଖଣ୍ଡ ଖଣ୍ଡ ରହିଲେ ତରକାରୀଟା ଆମକୁ ଭଲ ଲାଗେ, କାରଣ ଏ ଡାଲି ଡାଲମା ଭଳିଆ ନୁହେଁ, ତରକାରୀ ଭଳିଆ ଲାଗେ। ତାକୁ ଓହ୍ଲେଇକି ଆମେ ସେଇଥିରେ ହିଁ ଥଣ୍ଡା ହେବାକୁ ଦେବା। ଢାଙ୍କଣ ଖୋଲି ସାରିଲା ପରେ 1 ଚାମଚ ଘିଅରେ ଟିକେ ହେଙ୍ଗୁ ପକେଇକି ଭଲ ଭାବରେ ଚଡ଼କେଇ ସାରିଲା ପରେ ଆମେ ସେଥିରେ ପ୍ରେସର କୁକରରେ ଢାଳି ଦେଇକି ସାଙ୍ଗେ ସାଙ୍ଗେ ଢାଙ୍କଣ ଘୋଡ଼େଇଦେବା, ଯାହାଫଳରେ କି ତା'ର ଖୁସବୁଟା ସେଇଥିରେ, ତା ସେଣ୍ଟଟା ସେଇଥିରେ ରହିଯିବ। ପୁରା ମନ୍ଦିରର ଯେମିତି ଭୋଗ ପ୍ରସାଦ ଯେମିତି ହୁଏ, ଏଇଭଳିଆ କରିଲେ ପୁରା ପ୍ରସାଦ ଭଳି ଆପଣଙ୍କୁ ଟେଷ୍ଟ ଆସିବ। ନିଶ୍ଚୟ ବନାନ୍ତୁ, ଦେଖନ୍ତୁ କେମିତି ଲାଗୁଛି। ଯେଉଁମାନେ ଆଗକୁ ଶ୍ରାବଣ ମାସ, ଯେଉଁମାନେ କରୁଛନ୍ତି ସେମାନଙ୍କୁ ଏ ଭିଡ଼ିଓ ସେୟାର କରିଦିଅନ୍ତୁ। ଆପଣମାନେ ଘରେ ବି ବନେଇକି ଖାଇପାରିବେ। ଖାଆନ୍ତୁ। କେମିତି ଲାଗିଲା ଭିଡ଼ିଓ ନିଶ୍ଚୟ କମେଣ୍ଟ କରନ୍ତୁ। ଯଦି ଫାର୍ଷ୍ଟ ଟାଇମ୍ ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ କରନ୍ତୁ। ଦେଖନ୍ତୁ ପୁରୀ କେତେ କ୍ରିସ୍ପି ହେଇଛି। ନେକ୍ସଟ ଭିଡ଼ିଓରେ ଦେଖା ହେବ। ଜୟ ଜଗନ୍ନାଥ।